ପିଲାମାନେ ଏହା ହେଉଛି ତୁମର ଦ୍ୱିତୀୟ ସମାପ୍ତି ସୂଚକ ମାନ ନିର୍ଦ୍ଧାରଣ 2025। ଠିକ୍ ଅଛି। ଶ୍ରେଣୀ ଅଷ୍ଟମ, ବିଷୟ ହେଉଛି ଇତିହାସ ଓ ରାଜନୀତି ବିଜ୍ଞାନ। ଠିକ୍ ଅଛି। ଶିକ୍ଷାର୍ଥୀଙ୍କ ନାମ ପିଲାମାନେ ଏଇଠି ତୁମର ସମ୍ପୂର୍ଣ୍ଣ ନାମ ଲେଖିବ। ଠିକ୍ ଅଛି। ତାପରେ ଏହା ହେଉଛି ରୋଲ୍ ନମ୍ବର, ଏଇଠି ତୁମର ରୋଲ୍ ନମ୍ବର ଲେଖିବ। ତାପରେ ଏଇଠି ଲେଖିବ ତୁମର ବିଭାଗ, ତୁମେ କେଉଁ ବିଭାଗର ଛାତ୍ର ଅଥବା ଛାତ୍ରୀ ତୁମେ ଏଇଠି ଲେଖିବ। ତାପରେ ଏଇଠି ଲେଖିବ ତାରିଖ। ଠିକ୍ ଅଛି। ତାପରେ ଏଇଠି ଲେଖିବ ବିଦ୍ୟାଳୟର ନାମ, ପିଲାମାନେ ତୁମେ ଏଇଠି ସମ୍ପୂର୍ଣ୍ଣ ନାମ ଏଇଠି ଲେଖିବ। ଠିକ୍ ଅଛି। ତାପରେ ଏଇଠି ତୁମର ବ୍ଲକ, ତୁମର କେଉଁ ବ୍ଲକରେ ଅଛି ତୁମର ବିଦ୍ୟାଳୟଟି ସେଇ ବ୍ଲକର ନାମ ଏଇଠି ଲେଖିବ। ଠିକ୍ ଅଛି। ତାପରେ ଏଇଠି ଲେଖିବ ତୁମର ଜିଲ୍ଲା, ତୁମେ କେଉଁ ଜିଲ୍ଲାରେ ତୁମର ବିଦ୍ୟାଳୟଟି ଅଛି ସେଇ ଜିଲ୍ଲାର ନାମ ଏଇଠି ଲେଖିବ। ଠିକ୍ ଅଛି। ତାପରେ ଏଇଠି ତୁମର କିଛି ଲେଖିବାର ଆବଶ୍ୟକତା ନାହିଁ। ଠିକ୍ ଅଛି। ତାପରେ ଆମେ ଦେଖିବା କେଉଁ ସବୁ ପ୍ରଶ୍ନ ଅଛି। ପ୍ରଥମ ପ୍ରଶ୍ନ, 1ରୁ 5 ନମ୍ବର ପର୍ଯ୍ୟନ୍ତ ପ୍ରଶ୍ନ ନିମନ୍ତେ 4ଟି ସମ୍ଭାବ୍ୟ ଉତ୍ତର ଦିଆଯାଇଛି। ସେଥିମଧ୍ୟରୁ ଠିକ୍ ଉତ୍ତରଟି ବାଛି ପାଖ କୋଠରୀରେ ଠିକ୍ ଚିହ୍ନ ଦିଅ। ଠିକ୍ ଅଛି। କୁଲି ଖାଁ ଉପାଧି କିଏ ପାଇଥିଲେ? ଏହାର ସଠିକ୍ ଉତ୍ତରଟି ହେଉଛି ନିଜାମ ଉଲ୍ ମୁଲକ। ନିଜାମ ଉଲ୍ ମୁଲକ। ଖ ନମ୍ବରରେ ଠିକ୍ ଚିହ୍ନ ଦେବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ତରୁଣ ଇଟାଲୀ ଦଳ କିଏ ଗଠନ କରିଥିଲେ? ତରୁଣ ଇଟାଲୀ ଦଳ କିଏ ଗଠନ କରିଥିଲେ? ଏହାର ସଠିକ୍ ଉତ୍ତରଟି ହେଉଛି ଜୋସେଫ ମାଜିନି। ଜୋସେଫ ମାଜିନି, ଏଇଠି ଠିକ୍ ଚିହ୍ନ ଦେବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ମୋତେ ତୁମେ ରକ୍ତ ଦିଅ ମୁଁ ତୁମକୁ ସ୍ୱାଧୀନତା ଦେବି, ଏହା କିଏ କହିଥିଲେ? ଏହା କହିଥିଲେ ସୁଭାଷ ଚନ୍ଦ୍ର ବୋଷ। ଏଇଠି ତୁମେ ଠିକ୍ ଚିହ୍ନ ଦେବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ଆମ ଦେଶରେ କେଉଁ ଦଳୀୟ ବ୍ୟବସ୍ଥା ପ୍ରଚଳିତ? ଆମ ଦେଶରେ କେଉଁ ଦଳୀୟ ବ୍ୟବସ୍ଥା ପ୍ରଚଳିତ? ଏହାର ସଠିକ୍ ଉତ୍ତରଟି ହେଉଛି ବହୁଦଳୀୟ। ବହୁଦଳୀୟ। ଘ ନମ୍ବରରେ ଠିକ୍ ଚିହ୍ନ ଦେବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ରାଜ୍ୟ ସରକାରଙ୍କ କେଉଁ ବିଭାଗ ଶାନ୍ତି ଶୃଙ୍ଖଳା ରକ୍ଷା କରିଥାନ୍ତି? ଏହାର ସଠିକ୍ ଉତ୍ତରଟି ହେଉଛି ଗୃହ ବିଭାଗ। ଠିକ୍ ଅଛି। এই ଚିହ୍ନ ଏଇଠି ଦେବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, 6ରୁ 10 ନମ୍ବର ପର୍ଯ୍ୟନ୍ତ ପ୍ରଶ୍ନ ପାଇଁ ବନ୍ଧନୀ ମଧ୍ୟରୁ ଉପଯୁକ୍ତ ଉତ୍ତରଟି ବାଛି ଶୂନ୍ୟସ୍ଥାନ ପୂରଣ କର। ଠିକ୍ ଅଛି। ସିପାହୀ ବିଦ୍ରୋହ କେତେ ମସିହାରେ ହୋଇଥିଲା? ଏହାର ସଠିକ୍ ଉତ୍ତରଟି ହେଉଛି 1857। 1857 ହୋଇଛି ସଠିକ୍ ଉତ୍ତର। ପରବର୍ତ୍ତୀ ପ୍ରଶ୍ନ, ଚତୁର୍ଦ୍ଦଶ ଲୁଇ ଡ୍ୟାକ୍ସର ରାଜା ଥିଲେ? ଏହାର ସଠିକ୍ ଉତ୍ତରଟି ହେଉଛି ଫ୍ରାନ୍ସ। ଫ୍ରାନ୍ସର ରାଜା ଥିଲେ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ସିପାହୀ ବିଦ୍ରୋହ ବେଳେ ଡ୍ୟାକ୍ସ ଭାରତର ଗଭର୍ଣ୍ଣର ଜେନେରାଲ ଥିଲେ? ଏହାର ସଠିକ୍ ଉତ୍ତରଟି ହେଉଛି ଲର୍ଡ଼ କ୍ୟାନିଂ। ଲର୍ଡ଼ କ୍ୟାନିଂ। ଠିକ୍ ଅଛି। ଏହା ହେଉଛି ସଠିକ୍ ଉତ୍ତର। ପରବର୍ତ୍ତୀ ପ୍ରଶ୍ନ, ନିମ୍ନୋକ୍ତ ମଧ୍ୟରୁ ଡ୍ୟାକ୍ସ ଏକ ଅସ୍ଥାୟୀ ସଭା? ଏହାର ସଠିକ୍ ଉତ୍ତରଟି ହେଉଛି ଲୋକସଭା। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ପଞ୍ଚାୟତ ସମିତିର ସରକାରୀ ଅଧିକାରୀ ଡ୍ୟାକ୍ସ ଅଟନ୍ତି? ଏହାର ସଠିକ୍ ଉତ୍ତରଟି ହେଉଛି ବିଡ଼ିଓ। ଠିକ୍ ଅଛି। ବିଡ଼ିଓ। ପରବର୍ତ୍ତୀ ପ୍ରଶ୍ନ, 11ରୁ 15 ନମ୍ବର ପର୍ଯ୍ୟନ୍ତ ପ୍ରଶ୍ନଗୁଡ଼ିକରେ ପ୍ରଥମେ ସମ୍ପର୍କକୁ ଲକ୍ଷ୍ୟ କରି ଶୂନ୍ୟସ୍ଥାନ ପୂରଣ କର। ଠିକ୍ ଅଛି। ପ୍ରଥମ ପ୍ରଶ୍ନ, ଚିରସ୍ଥାୟୀ ବନ୍ଦୋବସ୍ତ ସରକାରଙ୍କ ଦ୍ୱାରା ଖରଣା ଆଦାୟ ରୟତୱାରୀ ବନ୍ଦୋବସ୍ତ। ଏହାର ସଠିକ୍ ଉତ୍ତରଟି ହେବ ପ୍ରଜାଙ୍କ ଦ୍ୱାରା ପ୍ରତ୍ୟକ୍ଷ ଭାବରେ ଖଜଣା ଜମା। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ସ୍ୱାମୀ ବିବେକାନନ୍ଦ ରାମକୃଷ୍ଣ ମିଶନ ରାଜା ରାମମୋହନ ରାୟ। ଏହାର ସଠିକ୍ ଉତ୍ତରଟି ହେବ ବ୍ରାହ୍ମ ସମାଜ। ବ୍ରାହ୍ମ ସମାଜ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ମୂର୍ତ୍ତି ପୂଜାର ବିରୋଧ ବ୍ରାହ୍ମ ସମାଜ ଜାତି ପ୍ରଥାର ବିରୋଧ। ଏହାର ସଠିକ୍ ଉତ୍ତରଟି ହେବ ପ୍ରାର୍ଥନା ସମାଜ। ଏଠି ତୁମେ ଲେଖିବ ପ୍ରାର୍ଥନା ସମାଜ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ଶ୍ରମିକ ମହାସଂଘ ସଂଘୀୟ ଗୋଷ୍ଠୀ ଯାଦବ ମହାସଂଘ। ଏହାର ଉତ୍ତରରେ ତୁମେ ଲେଖିବ ପିଲାମାନେ ଅଣସଂଘୀୟ ଗୋଷ୍ଠୀ। ଅଣସଂଘୀୟ ଗୋଷ୍ଠୀ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ମୁଖ୍ୟମନ୍ତ୍ରୀ ରାଜ୍ୟ ଶାସକ ଦଳର ମୁଖ୍ୟ ପ୍ରଧାନମନ୍ତ୍ରୀ। ଏହାର ଉତ୍ତରରେ ତୁମେ ଲେଖିବ ପିଲାମାନେ କେନ୍ଦ୍ର ଶାସକ ଦଳ ମୁଖ୍ୟ। କେନ୍ଦ୍ର ଶାସକ ଦଳ ମୁଖ୍ୟ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, 16ରୁ 20 ନମ୍ବର ପର୍ଯ୍ୟନ୍ତ ପ୍ରଶ୍ନରେ ରେଖାଙ୍କିତ ପଦକୁ ନ ବଦଳାଇ ଭ୍ରମ ସଂଶୋଧନ କରି ଉତ୍ତର ଲେଖ। ଠିକ୍ ଅଛି। ରେଖାଙ୍କିତ ପଦକୁ ନ ବଦଳାଇ ଭ୍ରମ ସଂଶୋଧନ କରି ଉତ୍ତର ତୁମେ ଲେଖିବ ପିଲାମାନେ। ଠିକ୍ ଅଛି। 16 ନମ୍ବର, ପୋର୍ଟ ସେଣ୍ଟ ଜର୍ଜ କଲିକତାରେ ଅବସ୍ଥିତ? ତୁମେ ଏହାର ଉତ୍ତର ଲେଖିବ ପିଲାମାନେ ମାନ୍ଦ୍ରାଜ। ପୋର୍ଟ ସେଣ୍ଟ ଜର୍ଜ ମାନ୍ଦ୍ରାଜରେ ଅବସ୍ଥିତ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, କ୍ରିମିଆ ଯୁଦ୍ଧ 1917 ମସିହାରେ ହୋଇଥିଲା? ଏହାର ଉତ୍ତର ତୁମେ ଲେଖିବ ପିଲାମାନେ 1854 ମସିହାରେ ହୋଇଥିଲା। କ୍ରିମିଆ ଯୁଦ୍ଧ 1854 ମସିହାରେ ହୋଇଥିଲା। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ଆଇନ ଅକ୍ଟାଭିଆନ୍ ହ୍ୟୁମ୍। ଆଇନ ଅକ୍ଟାଭିଆନ୍ ହ୍ୟୁମ୍
1847 मसीह जातीय कांग्रेस स्थापन करथिले एहार उत्तर तुम लिख 1885 ख्रीष्टाब्द यही स्थान हे 1885। ठीक अच्छे। परवर्ती प्रश्न विधानमंडल दुईटी सदन विधान परिषद और लोक परिषद यार सठिक उत्तरटी हे पे विधानसभा। ठीक अच्छे। ये विधान परिषद स्थान हे विधानसभा। ठीक अच्छे। तापरे परवर्ती प्रश्न है राष्ट्रर नीति निर्धारण राष्ट्रपति अटंती। राष्ट्रर नीति निर्धारक राष्ट्रपति अटंती यार सठिक उत्तरटी हे प्रधानमंत्री। ठीक अच्छे। प्रधानमंत्री हे। ठीक अच्छे। परवर्ती प्रश्न देखा 21 रु 25 नंबर पर्यंत प्रश्न गुड़िकर उत्तर 20 रु 30 शब्द मध्य देव। ठीक अच्छे। कन्या हत्यार दुईटी प्रमुख कारण लेख पे यार उत्तर मुझे वीडियो शेष में देती तुम देख और निश्चय लिखिज। ठीक अच्छे। परवर्ती प्रश्न देखा भारतीय स्वाधीनता संग्राम में नरमपंथी मानकर कार्यकलाप संक्षेप वर्णना कर पे यार संपूर्ण उत्तर मुझे वीडियो शेष में देती तुम देख और लिखिज। ठीक अच्छे। परवर्ती प्रश्न स्टाम्प आईन केबे और कहीं प्रणयन करा जायतिला पिलामाने यार सठिक उत्तर मुझे वीडियो शेष में देती तुम देख और लिखिनेब। ठीक अच्छे। परवर्ती प्रश्न जातीय राजनैतिक दल कहले तुम कौन बुझ पिलामाने यार संपूर्ण सठिक उत्तर मुझे वीडियो शेष में देती तुम देख और लिखिनिज। ठीक अच्छे। परवर्ती प्रश्न तुम जदि जिलापाल हेब तेबे मुख्यतः क्यों सब काम कर पिलामाने यार सठिक उत्तर मुझे वीडियो शेष में देती तुम निश्चय देख और लिखिनेब। ठीक अच्छे। परवर्ती प्रश्न देखा 26 रु 30 नंबर पर्यंत प्रश्न गुड़िकर उत्तर 40 रु 50 शब्द मध्य देव। प्रश्न अच्छी जर्मनी एकत्रीकरण पर बिस्मार्क भूमिका कौन थी पिलामाने यार सठिक उत्तर मुझे वीडियो शेष में देती तुम देख और लिखिनेब। ठीक अच्छे। परवर्ती प्रश्न अच्छी देखा पाइक विद्रोहर मुख्य कारण गुड़िक कौन कौन पिलामाने ए सबूर उत्तर मुझे वीडियो शेष में देती तुम निश्चय देख और लिखिनेब। ठीक अच्छे। परवर्ती प्रश्न अच्छी भारत इंग्रेजी शिक्षार प्रचलन तुम मत आशीर्वाद ना अभिशाप पिलामाने यार सठिक उत्तर मुझे वीडियो शेष में देती देखिकी लिखिज। ठीक अच्छे। परवर्ती प्रश्न तुम अंचल जिला ग्राम्य उन्नयन संस्था DRDA आनुकूल्य क्यों योजना सब कार्यकारी होची से सबको लेख पिलामाने यार सठिक उत्तर संपूर्ण उत्तर मुझे वीडियो शेष में देती तुम लिखिनेब। ठीक अच्छे। परवर्ती प्रश्न देखा कंध विद्रोह और पाइक विद्रोह संगठित होता जिला गुड़िक प्रदत्त मानचित्र चिन्हट कर क्योंटी अच्छी पे तुम चिन्हट कर। ठीक अच्छे। यार उत्तर मु दौची पिलामाने यार उत्तर तुम लिख कंध विद्रोह पाइक विद्रोह संगठित होता जिला गुड़िकर प्रदत्त मानचित्र चिन्हट कर दुईटी जिले होता पिलामाने। ठीक अच्छे। ता हूँ गंजाम ये होता गंजाम एवं अन्यटी है खोर्धा यह हूँ खोर्धा। ठीक अच्छे। यह हूँ खोर्धा यही दुई राज्य होता ये दुई जिले। ठीक अच्छे। धन्यवाद पिलामाने वीडियोटी केमिति लगे निश्चय कमेंट कर लिखि जणाइब एवं यही वीडियोटी भेरी भेरी इंपोर्टेंट होइतिबारु निज संगसाथी मान निकट को शेयर करिवो। ठीक अच्छे। धन्यवाद।